ଜୟ ଜଗନ୍ନାଥ ବନ୍ଧୁଗଣ। ଶ୍ରାବଣ ମାସରେ ଶରୀରର ଏହି ଅଙ୍ଗରେ ନିଶ୍ଚିତ ବାନ୍ଧି ଦିଅନ୍ତୁ କଳା ସୂତା। ମହାଦେବ ହେବେ ପ୍ରସନ୍ନ ଏବଂ ଏକ ଆପଣ ହେବେ କୋଟିପତି। ବନ୍ଧୁଗଣ, ଶ୍ରାବଣ ମାସ ଜୁଲାଇ 3ରୁ ଆରମ୍ଭ ହୋଇ ଅଗଷ୍ଟ 8ରେ ଶେଷ ହେବ। ତେଣୁ ଏହି ମାସରେ ମହାଦେବଙ୍କର ସ୍ୱତନ୍ତ୍ର କୃପା ପ୍ରାପ୍ତ କରିବା ପାଇଁ ଶରୀର କିଛି ନିର୍ଦ୍ଦିଷ୍ଟ ଅଙ୍ଗରେ କଳା ସୂତା ବାନ୍ଧିବା ନିତ୍ୟନ୍ତ ଜରୁରୀ ଅଟେ। ଏହା ଦ୍ୱାରା ଆପଣ କୋଟିପତି ହୋଇଯିବେ। କୌଣସି ପୂଜାରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ବର୍ଜିତ ହୋଇଥାଏ, କାରଣ ଏହା ନକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ ବୋଲି କୁହାଯାଏ। କିନ୍ତୁ ସବୁ କ୍ଷେତ୍ରରେ ଏହା ଅଶୁଭ ହୋଇ ନଥାଏ, କାରଣ ଛୋଟ ପିଲାଙ୍କୁ ନଜର ଦୋଷରୁ ମୁକ୍ତି ପାଇଁ କଳା ଟୀକା ମାତା କାଳୀ ନିଜେ ରଙ୍ଗର ମହତ୍ଵ ପ୍ରତିପାଦନ କରନ୍ତି ଏବଂ କଳା ଗାଈକୁ କପିଳା ଗାଈ କହିବା ସହିତ ପାଦ ତଳେ ମାଟି ନେବା ଶୁଭ ବୋଲି କୁହାଯାଏ। ଅନେକ ଲୋକ ଶରୀର ଅଙ୍ଗରେ କଳା ସୂତା ବାନ୍ଧିଥାନ୍ତି, ଯାହାକୁ ନକାରାତ୍ମକତାକୁ ନଷ୍ଟ କରିଥାଏ ବୋଲି କୁହାଯାଏ ଏବଂ ଏହା ଶରୀର ମଧ୍ୟରୁ କୌଣସି ଶକ୍ତିଶାଳୀ ଶକ୍ତିକୁ ବାହାରିବାକୁ ଦିଏ ନାହିଁ। ଅନେକ ସମୟରେ ଜୀବନରେ ଏତେ ନକାରାତ୍ମକ ବଢ଼ିଯାଏ ଯେ ଘରେ କଳହ, ବିବାଦ, ଶାରୀରିକ ଅସୁସ୍ଥତା ଏବଂ ଅସଫଳତା ଭଳି ସମସ୍ୟା ଦେଖା ଦେଇଥାଏ, ଯାହାକି ସାଧାରଣତଃ ବାସ୍ତୁ ଦୋଷ ଏବଂ ଘରେ ରଖାଯାଉଥିବା ଜିନିଷକୁ ଭୁଲ ସ୍ଥାନରେ ରଖିବା ଦ୍ୱାରା ହୋଇଥାଏ। ନକାରାତ୍ମକତାର ପ୍ରମୁଖ କାରଣ ହେଉଛି ନଜର ଦୋଷ। ତେଣୁ ଏକ ଖାସ ଉପାୟ କରିବା ପାଇଁ ଏକ ଲମ୍ବା ରେଶମୀ କଳା ସୂତା ନେଇ ଆସନ୍ତୁ ଏବଂ ତାହାକୁ ନେଇ କୌଣସି ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିର ନେଇ ଯାଆନ୍ତୁ। ଶନିଦେବଙ୍କ ସାମ୍ନାରେ ଥିବା ସୋରିଷ ତେଲ ଦୀପରୁ ତେଲ ନେଇ କଳା ସୂତାରେ ଲଗାଇ ଦିଅନ୍ତୁ କିମ୍ବା ହନୁମାନଙ୍କ ଚରଣରୁ ସିନ୍ଦୁର ନେଇ ଲଗାଇ ଦିଅନ୍ତୁ। ଏହାପରେ 7ଟି ଗଣ୍ଠି ଲଗାଇ ପ୍ରତ୍ୟେକ ଗଣ୍ଠି ସମୟରେ ନିଜର ମନସ୍କାମନା କହିଦିଅନ୍ତୁ। ଏହାପରେ ସେହି ସୂତାକୁ ଶନିଦେବଙ୍କ ଚରଣରେ ରଖି ଓಂ ସଂ ଶନିଶ୍ଚରାୟ ନମଃ କିମ୍ବା ହନୁମାନ ମନ୍ଦିରକୁ ଯାଇଥିଲେ ଥରେ ହନୁମାନ ଚାଳିଶା ପାଠ କରନ୍ତୁ। ଏହି ଉପାୟ ପରେ ଚୁପଚାପ କାହା ସହିତ କଥାବାର୍ତ୍ତା ନକରି ସୂତାକୁ ନେଇ ଘରକୁ ଚାଲି ଆସନ୍ତୁ ଏବଂ ଘରର ମନ୍ଦିରରେ ଗୋଟିଏ ରାତି ପାଇଁ ରଖିଦିଅନ୍ତୁ। ଆଗାମୀ ଦିନ ତାହାକୁ ଘରର ସଦସ୍ୟଙ୍କ ହାତରେ କିମ୍ବା ବେକରେ କିମ୍ବା ଅନ୍ୟ ଅଙ୍ଗରେ ବାନ୍ଧି ପାରିବେ। ଏହି ସୂତା ନକାରାତ୍ମକତାକୁ ଅବଶୋଷିତ କରିବ। ମାତ୍ର ଧ୍ୟାନ ଦେବେ ଯେପରି ଏହି ସୂତା ଶରୀରରେ ରହିବା ସମୟରେ ଅନ୍ୟ ରଙ୍ଗର ସୂତା ଶରୀରରେ ନ ରହେ। ସାଧାରଣତଃ ଶନି ଦୋଷରୁ ବର୍ତ୍ତିବା ପାଇଁ ମଧ୍ୟ କଳା ସୂତା ବାନ୍ଧି ପାରିବେ କିମ୍ବା ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ପାରିବେ। ଏହାଦ୍ୱାରା ଘରକୁ କେବେ କୌଣସି ନକାରାତ୍ମକତା ପ୍ରବେଶ କରିପାରିବ ନାହିଁ। ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ବିଛଣା ତଳେ ଏହିଭଳି ଅଭିମନ୍ତ୍ରିତ ଏବଂ କଳା ସୂତା ରଖିଲେ ସେହି ସମସ୍ୟା ଦୂର ହେବ। ନଜର ଦୋଷ ଥିଲେ ମଧ୍ୟ ଆପଣ ଏହାକୁ ନିଜ ହାତରେ ବାନ୍ଧି ପାରିବେ। ମାତ୍ର ପ୍ରତ୍ୟେକ ସପ୍ତାହ ତାକୁ ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିର ନେଇ ଅଭିମନ୍ତ୍ରିତ କରି ଆଣନ୍ତୁ। କଳା ସୂତା ଦ୍ୱାରା ଗ୍ରହ ପୀଡ଼ା, ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଯଦି ଆମର ଏମିତି ଭଲ ଭଲ ଭିଡ଼ିଓ
ଆପଣଙ୍କ ପାଖକୁ ପହଞ୍ଚିବାକୁ ଆପଣ ବେଲ୍ ଆଇକନ୍ଟାକୁ ଅଲ୍ରେ ପ୍ରେସ୍ କରନ୍ତୁ। ପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଧନ୍ୟବାଦ। ଜୟ ଜଗନ୍ନାଥ।